ମୁଁ ତ ବହିଟି ତ ପୁରା ପଢ଼ି ନାହିଁ, ମୁଁ ପଢ଼ିବି ନେଇଛି, କିନ୍ତୁ ପ୍ରତ୍ୟେକ ବ୍ୟକ୍ତିର ଜୀବନୀ ହେଉଛି ସମଗ୍ର ଇତିହାସର ଗୋଟିଏ ପୃଷ୍ଠା। ଏବଂ ବିଶେଷ ଭାବରେ ରାଜନୀତିରେ ଯେଉଁମାନେ ଅଛନ୍ତି, ସାଧାରଣ ଜୀବନରେ ଥାନ୍ତି ତାଙ୍କ ଜୀବନୀ ଏକ ଉପାଦେୟ ପୃଷ୍ଠା ଭାବରେ ସେଥିରେ ରହିଥାଏ, ଇତିହାସରେ ରହେ। ଏବଂ ନିରଞ୍ଜନ ବାବୁଙ୍କର ଦୁଇଟି ଜାଗାରେ ତାଙ୍କର ସଫଳତା ଅଛି। ଜଣେ ବ୍ୟବସାୟୀ ଭାବରେ ସେ ଖଣି ସମ୍ପାଦକୁ ନେଇକି ଯେଉଁ ବ୍ୟବସାୟ କରୁଥିଲେ ବୋଲିକରି କୁହାଯାଉଥିଲା, ସେଥିରେ ତାଙ୍କର ସଫଳତା ଅଛି। ଏବଂ ତାଙ୍କରକୁ ଅନେକ ନିନ୍ଦା ମଧ୍ୟ କରିଛନ୍ତି, ଯାହାର ଉତ୍ତର ସେ ବହିରେ ନିଶ୍ଚୟ ଥିବ। ଏବଂ ଆଉ ଗୋଟିଏ କଥା ହେଉଛି ରାଜନୀତି କ୍ଷେତ୍ରରେ ସେ ବିଭିନ୍ନ ବିଭାଗରେ ଥିଲେ, ତାଙ୍କର ସଫଳତା ସେସବୁ ବିଭାଗରେ କାର୍ଯ୍ୟ କରିଛନ୍ତି, ସେ ସମ୍ପର୍କରେ ନିଶ୍ଚିତ ଭାବରେ ଥିବ। ଏବଂ ସେହି ଦୃଷ୍ଟିରୁ ବହିଟି ପଢ଼ିଲେ ଜଣାଯିବ, ବହିଟି ନିଶ୍ଚୟ ଉପାଦେୟ ଏବଂ ସବୁ ଲୋକଙ୍କ ପାଇଁ, ବିଶେଷ ଭାବରେ ଯୁବପିଢ଼ି ପାଇଁକି ଏକ ପ୍ରଣିଧାନ ଯୋଗ୍ୟ ପୁସ୍ତକ ହେବ ଏ ବିଚାର କରେ। ମୁଁ ତ ବହିଟି ତ ପୁରା ପଢ଼ି ନାହିଁ, ମୁଁ ପଢ଼ିବି ନେଇଛି, କିନ୍ତୁ ପ୍ରତ୍ୟେକ ବ୍ୟକ୍ତିର ଜୀବନୀ ହେଉଛି ସମଗ୍ର ଇତିହାସର ଗୋଟିଏ ପୃଷ୍ଠା। ଏବଂ ବିଶେଷ ଭାବରେ ରାଜନୀତିରେ ଯେଉଁମାନେ ଅଛନ୍ତି, ସାଧାରଣ ଜୀବନରେ ଥାନ୍ତି ତାଙ୍କ ଜୀବନୀ ଏକ ଉପାଦେୟ ପୃଷ୍ଠା ଭାବରେ ସେଥିରେ ରହିଥାଏ, ଇତିହାସରେ ରହେ। ଏବଂ ନିରଞ୍ଜନ ବାବୁଙ୍କର ଦୁଇଟି ଜାଗାରେ ତାଙ୍କର ସଫଳତା ଅଛି। ଜଣେ ବ୍ୟବସାୟୀ ଭାବରେ ସେ ଖଣି ସମ୍ପାଦକୁ ନେଇକି ଯେଉଁ ବ୍ୟବସାୟ କରୁଥିଲେ ବୋଲିକରି କୁହାଯାଉଥିଲା, ସେଥିରେ ତାଙ୍କର ସଫଳତା ଅଛି। ଏବଂ ତାଙ୍କରକୁ ଅନେକ ନିନ୍ଦା ମଧ୍ୟ କରିଛନ୍ତି, ଯାହାର ଉତ୍ତର ସେ ବହିରେ ନିଶ୍ଚୟ ଥିବ। ଏବଂ ଆଉ ଗୋଟିଏ କଥା ହେଉଛି ରାଜନୀତି କ୍ଷେତ୍ରରେ ସେ ବିଭିନ୍ନ ବିଭାଗରେ ଥିଲେ, ତାଙ୍କର ସଫଳତା ସେସବୁ ବିଭାଗରେ କାର୍ଯ୍ୟ କରିଛନ୍ତି, ସେ ସମ୍ପର୍କରେ ନିଶ୍ଚିତ ଭାବରେ ଥିବ। ଏବଂ ସେହି ଦୃଷ୍ଟିରୁ ବହିଟି ପଢ଼ିଲେ ଜଣାଯିବ, ବହିଟି ନିଶ୍ଚୟ ଉପାଦେୟ ଏବଂ ସବୁ ଲୋକଙ୍କ ପାଇଁ, ବିଶେଷ ଭାବରେ ଯୁବପିଢ଼ି ପାଇଁକି ଏକ ପ୍ରଣିଧାନ ଯୋଗ୍ୟ ପୁସ୍ତକ ହେବ ଏ ବିଚାର କରେ।